13 ବର୍ଷର ନାବାଳିକା ଝିଅର ମୋବାଇଲ ତା ମାମୁଁ ହାତରେ ପଡ଼ିଯାଇଥିଲା। ଆଉ ତା ମାମୁଁ ଭାଣିଜୀ ମୋବାଇଲରେ ଥିବା ଚାଟିଂକୁ ଦେଖି ଦେହରୁ ଝାଳ ଗମ ଗମ ହୋଇ ବହି ଯାଉଥିଲା। ସେ 13 ବର୍ଷର ଝିଅ ମୋବାଇଲରେ ତା ପ୍ରେମିକ ସହିତ କରିଥିବା ସବୁ ଚାଟିଂ ଥିଲା। ସେଇଟା ବଡ଼ କଥା ନଥିଲା ତା ପ୍ରେମିକ ସହିତ ଚାଟିଂ କରିଥିଲା। ସେ ଚାଟିଂରେ ଯେଉଁ ରହସ୍ୟ ଲୁଚି ରହିଥିଲା ସେଇଟା ଦେଖିଲା ପରେ କେବଳ ତା ମାମୁଁ ନୁହେଁ, ଆପଣ ଜାଣିଲେ ମଧ୍ୟ ଆପଣଙ୍କ ଦେହରୁ ବି ଗମ ଗମ ଝାଳ ବାହାରିଯିବ। ଛିରେ ଦୁନିଆ ଛି, ଏ ମଣିଷ କାହାକୁ ବା ଭରସା କରିବ? କ'ଣ ଥିଲା ସେ ଚାଟିଂ ଭିତରେ? 13 ବର୍ଷର ଝିଅ ତା ପ୍ରେମିକ ସହିତ କ'ଣ ଚାଟିଂ କରିଥିଲା, ଯାହାକୁ ନେଇ ପୋଲିସ ସେହି ଝିଅ ସହିତ ତା ପ୍ରେମିକକୁ ଗିରଫ କରିଥିଲା। ଆଉ ସେହି ଘଟଣା ଏତେ ଭୟଙ୍କର ଥିଲା ଯେ ପୁରା ପାରଳା ଖେମୁଣ୍ଡି ସହରଟା କମ୍ପି ଉଠିଥିଲା। ଆସନ୍ତୁ ଜାଣିବା ଆଜିର ଏହି କାହାଣୀରେ ପ୍ରେମ ପାଇଁ ମଣିଷ କ'ଣରେ ଚାଲିଥିଲା ମା ଝିଅଙ୍କର ସଂସାର। ମା ଝିଅକୁ ଆଉ ଝିଅ ମାକୁ ଉଭୟଙ୍କୁ ଅଜସ୍ର ଭଲ ପାଇବା ଦେଉଥିଲେ। ଝିଅର ଉତ୍ତମ ଭବିଷ୍ୟତ ପାଇଁ ମା ଝିଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ କରାଇ ଦେଇଥିଲେ। ହେଲେ ସେଦିନ ରାତିରେ ମା ରାଜଲକ୍ଷ୍ମୀର ଅଚାନକ ମୃତ୍ୟୁ ହୋଇଯାଇଥିଲା। ମାର ମୃତ୍ୟୁକୁ ନେଇ ଝିଅ ସମ୍ପର୍କୀୟଙ୍କ ସହିତ ଡାକ୍ତରଖାନାକୁ ନେଲା। ଡାକ୍ତର ଦେଖିଲେ ମା ଆଉ ଏ ଦୁନିଆରେ ନାହିଁ। ପୋଷ୍ଟମର୍ଟମ କରିବାକୁ ମାକୁ ନେଲାବେଳେ ଝିଅ କାନ୍ଦି କାନ୍ଦି କହିଥିଲା, ନା ମୋ ମାକୁ ଛାଡ଼ିଦିଅ, ତାର କଟା ଦେହ ଦେଖିଲେ ମୁଁ ସହିପାରିବିନି। ଶେଷରେ ଡାକ୍ତର ହୃଦଘାତରେ ମୃତ୍ୟୁ ହୋଇଛି ଭାବି ଝିଅ କଥାରେ ମାର ଶବକୁ ଛାଡ଼ି ଦେଇଥିଲେ। ଅନ୍ୟ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ପହଞ୍ଚି ରାଜଲକ୍ଷ୍ମୀକୁ ପୁରୀ ନେଇ ସ୍ୱର୍ଗଦ୍ୱାରରେ ଅନ୍ତିମ ବିଦାୟ ଦେଇଥିଲେ। ସବୁ କାମ ସରିଯାଇଥିଲା। ଏପଟେ ମାକୁ ହରେଇ ଝିଅ ଭାରି ଦୁଃଖୀ ବି ଥିଲା, ଆଉ ଏକୁଟିଆ ବି ହୋଇଯାଇଥିଲା। କିନ୍ତୁ ହଠାତ୍ ସେହି ଝିଅର ମୋବାଇଲ ରାଜଲକ୍ଷ୍ମୀର ଭାଇ ମାନେ ସେ ଝିଅର ମାମୁଁ ହାତରେ ପଡ଼ିଯାଇଥିଲା। ମାମୁଁ ସେହି ଝିଅର ମୋବାଇଲରେ ଯାହା ଚାଟିଂ ଦେଖିଲା ତା ଦେହରୁ ଗମ ଗମ ହେଇ ଝାଳ ବାହାରିଗଲା। ସେ ଆଗେ ପୋଲିସ ପାଖକୁ ଗଲା, ଆଉ ପୋଲିସ ପହଞ୍ଚି ତୁରନ୍ତ ସେ ଝିଅ ଆଉ ତା ପ୍ରେମିକକୁ ଗିରଫ କରିବା ସହିତ ପ୍ରେମିକର ଆଉ ଜଣେ ସହଯୋଗୀକୁ ବି ଗିରଫ କରିଥିଲା। ଆଉ ଥାନାରେ ଯେତେବେଳେ ସବୁ କଥା ପୋଲିସ ପଚାରିଥିଲା ସବୁ ସତ ସାମ୍ନାକୁ ଆସିଯାଇଥିଲା। ସେ ଝିଅ ସବୁ ସତ ମାନି ଯାଇଥିଲା। ସତ କଥା ହେଲା ସେ ଝିଅ ରାଜଲକ୍ଷ୍ମୀର ନିଜ ଝିଅ ନଥିଲା। ସେ ଝିଅ ଯେତେବେଳେ 3 ଦିନର ହେଇଥିଲା ରାଜଲକ୍ଷ୍ମୀର କେହି ଛୁଆ ପିଲା ନଥିବାରୁ ସେ ତାକୁ ପାଳିତ କନ୍ୟା ରୂପେ ରଖିଥିଲା। ଜନ୍ମ ନ ଦେଇଥିଲେ କ'ଣ ହେଲା, ଜନ୍ମ କଲା ଝିଅଠାରୁ ବି ଅଧିକା କରିଥିଲା। ହେଲେ ସେହି 13 ବର୍ଷର ଝିଅ ଗୋଟେ ଟୋକା ପ୍ରେମରେ ପଡ଼ିଯାଇଥିଲା, ଯାହାକୁ ଜାଣିଲା ପରେ ମା ଝିଅକୁ ବୁଝେଇଥିଲା। ହେଲେ ଝିଅ ବୁଝିନଥିଲା କି ସେ ଟୋକା ସହିତ ମିଳାମିଶା କରିବା ଛାଡ଼ି ନଥିଲା। ହେଲେ ମା ଝିଅକୁ ବାଟକୁ ଆଣିବାକୁ ଟିକେ କଠୋର ହୋଇଯାଇଥିଲା, ଯାହା ଝିଅକୁ ପସନ୍ଦ ନଥିଲା। ସେଥିପାଇଁ ଝିଅ ତା ପ୍ରେମିକ ସହିତ ମିଶି ଯୋଜନା